ମାୟା କହିବେ, ପଲ୍ଲବୀ ଏଇଠିକୁ ଆ। ତାପରେ ପଲ୍ଲବୀ ତାଙ୍କ ପାଖକୁ ଯିବେ। ତାପରେ ମାୟା ଚାବିକାଠି ଦେଖେଇ କହିବେ, ମୁଁ ଏବେ ଏ ଘରର ଦାୟିତ୍ୱରୁ ମୁକ୍ତ ପାଇବାକୁ ଚାହୁଁଛି। ମୋତେ ଟିକେ ଆରାମ ଦରକାର। ଏ ଘରର ସବୁ ଦାୟିତ୍ୱ ମୁଁ ଆଜି ମୋ ବୋହୂ ହାତରେ ଦେବାକୁ ଚାହୁଁଛି। ତାପରେ ମାୟା ଚାବିକାଠିକୁ ପଲ୍ଲବୀ ହାତରେ ଦେବେ। ତାପରେ ରିମଝିମ୍ କହିବେ, ମୁଁ କିଛି କହିବି ବଡ଼ ମା? ଆମେ ସମସ୍ତେ ମିଶି ପଲ୍ଲବୀ ଉପରେ ବେଶୀ ବୋଝ ଲଦି ଦଉନି ତ? ମାନେ ମୋ କହିବା କଥା ହେଲା, ଏବେ ଏବେ ସେ ଏତେ ସବୁ କିଛି ସହି ସାରିଲାଣି। ତେଣୁ ଆମେ ସମସ୍ତେ ତାକୁ ଟିକେ ଶାନ୍ତିରେ ବିଶ୍ରାମ ନେବାକୁ ଦେବା ଦରକାର। ଯଦି ଆପଣମାନେ କିଛି ମାଇଣ୍ଡ ନ କରନ୍ତି, ତାହେଲେ ମୁଁ ଏ ଦାୟିତ୍ୱ ନେବାକୁ ରାଜି। ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ। ତାପରେ ମମତା କହିବେ, ରିମଝିମ୍ ତୁ କ'ଣ କହୁଛୁ ନିଜେ ବୁଝିପାରୁଛୁ ତ? ତାପରେ ରିମଝିମ୍ କହିବେ, ମୁଁ ଏଥିରେ ଭୁଲ କ'ଣ କହିଲି ମା? ମହାପାତ୍ର ଖାନଦାନର ବଡ଼ ବୋହୂ ହଉଛି ମୁଁ। ସେଇ ହିସାବରେ ଘରର ଦାୟିତ୍ୱ ସମ୍ଭାଳିବା ମୋର ବି ଅଧିକାର। ଆଉ ପୁଣି ମୁଁ ଏ ଖାନଦାନକୁ ଉତ୍ତରାଧିକାରୀ ଦେବାକୁ ଯାଉଛି। ତେଣୁ ମୋ ପୁଅ ଏଇ ଖାନଦାନର ବଡ଼ ପୁଅ ହେବ। ତେଣୁ ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଏ ଘରର ସବୁ ଦାୟିତ୍ୱ ନେବା କ'ଣ ମୁଁ ଉଚିତ ନୁହେଁ? ତାପରେ ମାୟା କହିବେ, ରିମଝିମ୍ ଏବେ ମୁଁ ସବୁ ଦାୟିତ୍ୱରୁ ମୁକ୍ତ। ଏବେ ଯାହା ନିଷ୍ପତ୍ତି ନେବା କଥା ମୋ ବୋହୂ ପଲ୍ଲବୀ ନେବ। ମୋର କିଛି କହିବାର ନାହିଁ। ତାପରେ ପଲ୍ଲବୀ କହିବେ, ମାମା, ସାନମା, ଦାଦିମା, ଅପା ଯାହା କହୁଛନ୍ତି ଏକଦମ ଠିକ୍ କହୁଛନ୍ତି। ଘରର ବଡ଼ ବୋହୂ ହିସାବରେ ଇଏ ହେଉଛି ତାଙ୍କ ଅଧିକାର। ତାପରେ ପଲ୍ଲବୀ ରିମଝିମ୍ ପାଖକୁ ଯିବେ ଆଉ କହିବେ, ନିଅ ଅପା, ତମେ ଏ ଚାବି ରଖ। ଆଉ ଏ ଘରର ଦାୟିତ୍ୱକୁ ସମ୍ଭାଳ। ତାପରେ ଚାବିକାଠି ଧରାଇବାକୁ ଗଲାବେଳେ ଦାଦିମା ଆସି ଚାବିକାଠି ଛଡ଼େଇ ନେବେ। ତାପରେ ପଲ୍ଲବୀ ଓ ରିମଝିମ୍ ଆଶ୍ଚର୍ଯ୍ୟ ହେଇଯିବେ। ତାପରେ ଏପଟେ ଏମଏଲ୍ଏ କହିବେ, ମୋ ବେକ ହୁଏତ ଫାଶୀ ଦଉଡ଼ି ଭିତରେ ଲଟକି ଥାଇପାରେ, ହେଲେ ଆନନ୍ଦ ମହାପାତ୍ର, ଆଦର୍ଶ ମହାପାତ୍ର, ତମ 2 ଜଣଙ୍କୁ ମାରିକି ମୁଁ ନିଃଶ୍ୱାସ ନେବି। ତାପରେ ତାଙ୍କ ସ୍ତ୍ରୀ ଓ ତାଙ୍କ ଝିଅ ଆସିବେ। ଆଉ ତାଙ୍କ ସ୍ତ୍ରୀ କହିବେ, ତମେ ଏତେ ଶୀଘ୍ର ପ୍ରମାଣ ସବୁଠୁ ଏକାଠି କରି ଆମକୁ ଡାକିବ ଏକଥା ମୁଁ କେବେ ବି ଭାବିନଥିଲି। ତାପରେ ଏମଏଲ୍ଏ କହିବେ, ଏମିତି ତ ମୁଁ ପ୍ରତିଶୋଧ ନିଆଁରେ ଜଳୁଥିଲି। ତାପରେ ଆଦର୍ଶ ମହାପାତ୍ର ମୋ ଝିଅ ପ୍ରତି ଏତେ ବଡ଼ ବିଶ୍ୱାସଘାତ କରିଛି, ନିଆଁରେ ଘିଅ ଢାଲି ଦେଲା ସେ। କେମିତି ଚୁପ୍ ହେଇକି ବସିବି ମୁଁ? ତାପରେ ତାଙ୍କ ଝିଅ କହିବେ, ମୁଁ ସେ ମହାପାତ୍ର ଫ୍ୟାମିଲି ପାଖରୁ ଆପଣଙ୍କ ଆଉ ମୋର ପ୍ରତିଶୋଧ ନେବାକୁ ଛଟପଟ ହଉଛି ଡ୍ୟାଡ୍। ତାପରେ ଏମଏଲ୍ଏ ଫାଇଲ ଦେଇ କହିବେ, ନେ ମା, ଶୁଣ ମା, ମହାପାତ୍ର ଫ୍ୟାମିଲିର କିଛି ସିକ୍ରେଟ୍ ଇନଫରମେସନ୍ ଏ ଫାଇଲରେ ଅଛି। ଆଉ ତାଙ୍କର ବିଜନେସ୍ର କିଛି କନଫିଡେନ୍ସ ଏଇ ଫାଇଲରେ ବି ଅଛି। ଏ ସବୁ ମୋତେ ରୁବି ଦେଇଥିଲା। ଆଉ ରୁବି ମାଧ୍ୟମରେ ମୁଁ ମୋର କିଛି ଲୋକଙ୍କୁ ମହାପାତ୍ର ଇଣ୍ଡଷ୍ଟ୍ରିରେ ବଡ଼ ପୋଷ୍ଟ ରଖିଛି। ସେଇ ଲୋକମାନଙ୍କ ଦ୍ୱାରା ମୁଁ ଭିତରୁ ଭିତରୁ ତାଙ୍କ ବିଜନେସ୍କୁ ଖୋଲ କରି ଚାଲିଥିଲି। ଆଉ ଏଇ ଇନଫରମେସନ୍ ୟୁଜ୍ କରି ଆମେ 24 ଘଣ୍ଟା ଭିତରେ ମହାପାତ୍ର ଫ୍ୟାମିଲିକି ବର୍ବାଦ କରିପାରିବା। ପୁରା ଦେବାଲିଆ। ଦେଖ ମା, କେବଳ ତୁ ହିଁ ମହାପାତ୍ର ମେନସନର ଫାଇନାନ୍ସିଆଲ ମାନଙ୍କୁ ମ୍ୟାନିପୁଲେଟ୍ କରି ବିଜନେସ୍ ରହିଛି ସୃଷ୍ଟି କରି ଦେଇପାରିବୁ। ଆଉ ତୁ ଯଦି କେବଳ ଏତିକି କରି ପାରିଲୁ ମା, ତାହେଲେ ଖୁବ୍ କମ୍ ସମୟ ଭିତରେ ସେମାନଙ୍କୁ ଦେବାଲିଆ ହେବାରୁ କେହି ବି ଅଟକେଇ ପାରିବେନି। ତାପରେ ତାଙ୍କ ଝିଅ କହିବେ, ଆପଣ ଚିନ୍ତା କରନ୍ତୁନି ଡ୍ୟାଡ୍, ମୁଁ ମୋର ଆଉ ଆପଣଙ୍କର ଗୋଟି ଗୋଟି ଅପମାନର ପ୍ରତିଶୋଧ ନେଇ ପୁରା ମହାପାତ୍ର ଫ୍ୟାମିଲିକୁ ଆଣି ଆପଣଙ୍କ ଗୋଡ଼ ତଳେ ପକେଇଦେବି। ଆଉ ଏପଟେ ଦାଦିମା କହିବେ, ଆରେ ମୁଁ ତ ଭାବିଥିଲି ଯେ ଏ ଘରେ ମୋର ସରିଗଲାଣି। ନାଇଁ, ଏବେ ମୁଁ ଭାବୁଛି ମୋ କାମ ସରିନି, ଆହୁରି ବାକି ଅଛି। ପଲ୍ଲବୀ ଶୁଣୁ, ନିଜକୁ ସବୁବେଳେ ଏତେ ସରଳ କରନି। ଜଙ୍ଗଲରେ କାଠୁରିଆ ଯେତେବେଳେ ଗଛ କାଟେ ନା, ସେତେବେଳେ ଯେଉଁ ଗଛଟା ସିଧା ହେଇକି ଛିଡ଼ା ହେଇଥାଏ ସେଇ ଗଛଟାକୁ ଆଗ କାଟେ। ଆନନ୍ଦ, ବିନୋଦ, ମମତା, ମାୟା ଯେତେବେଳେ ଏ ଦାୟିତ୍ୱ ପଲ୍ଲବୀ ହାତରେ ଦେଇଛି, ତେଣୁ ପଲ୍ଲବୀ ଏ ଦାୟିତ୍ୱ ପାଳନ କରିବ। ଏଇଟା ହେଉଛି ଏ ମହାପାତ୍ର ଖାନଦାନର ପରମ୍ପରା। ତେଣୁ ଥରେ ଯାହା ନିଷ୍ପତ୍ତି ନିଆଯାଏ ସେଟା ସମସ୍ତଙ୍କୁ ମାନିବାକୁ ବାଧ୍ୟ। ତାପରେ ରିମଝିମ୍ କହିବେ, କିନ୍ତୁ ଦାଦିମା, ଘରର ଦାୟିତ୍ୱ ଘରର ବଡ଼ ବୋହୂ ହାତରେ ଦିଆଯାଏ। କିନ୍ତୁ ଦାଦିମା, ଘରର ଦାୟିତ୍ୱ ଘରର ବଡ଼ ବୋହୂ ହାତରେ ଦିଆଯିବା ଦରକାର।
ଇଏ ବି ତ ଏ ଘରର ପରମ୍ପରା ନା, ତେଣୁ ସେଇ ହିସାବରେ। ତାପରେ ମମତା କହିବେ, ବହୁତ ହେଇଗଲା ରିମଝିମ୍। ଏ ଘରେ କାହାକୁ କ'ଣ ଦାୟିତ୍ୱ ଦିଆଯିବ ସେସବୁ ନିଷ୍ପତ୍ତି ନେବାର ଅଧିକାର କେବଳ ଦିଦିଙ୍କର। ସେ ହିଁ ନିଷ୍ପତ୍ତି ନେବେ। ତାଙ୍କ ପରେ ଏ ଘରର ଦାୟିତ୍ୱ କିଏ ସମ୍ଭାଳିବ ଆଉ ସେ ନିଷ୍ପତ୍ତି ନେଇ ସାରିଛନ୍ତି। ତେଣୁ ତୁ ଚୁପ୍ ରହ। ତାପରେ ଆନନ୍ଦ କହିବେ, ମମତା ପ୍ଲିଜ୍, ତମେ ରିମଝିମ୍ ଉପରେ ବିରକ୍ତ ହୁଅନା। ସେ ଯାହା କହୁଛି ଏକଦମ ଠିକ୍ କଥା କହୁଛି। ସେ ବି ଘରର ବଡ଼ ବୋହୂ ନା, ତାର ବି ଏ ଘର ଉପରେ କିଛି ଅଧିକାର ଅଛି। ହାଁ, ମୁଁ ଭାବୁଥିଲି ପଲ୍ଲବୀ ଆଉ ରିମଝିମ୍ ଉଭୟଙ୍କୁ ସମାନ ଦାୟିତ୍ୱ ଦେବା ଉଚିତ। ତାପରେ ଆଦର୍ଶ କହିବେ, ହଁ ଖୁଡ଼ୀ, ବାପା ଠିକ୍ କଥା କହୁଛନ୍ତି। ଆଜିଠୁ ଭାଉଜ ପଲ୍ଲବୀ 2 ଜଣ ଘର ଚଳାନ୍ତୁ। ଏହାପରେ ଆନନ୍ଦ କହିବେ, ମମତା, ବିନୋଦ, ଗୌରବ, ପିଇସୀମା ସମସ୍ତେ ଖୁସି ତ? ଆମେ ସମସ୍ତେ ମିଳିମିଶି ରହିଲେ ଭଲ। ରିମଝିମ୍, ତୁ ଖୁସି ତ? ତାପରେ ରିମଝିମ୍ ମନେ ମନେ କହିବେ, ଏତିକିରେ ଖୁସି ହେବା ଲୋକ ମୁଁ ନୁହେଁ ବଡ଼ ବାପା, କିନ୍ତୁ ବର୍ତ୍ତମାନ ପାଇଁ ଏତିକି ହିଁ ଚଳିବ। ପୁଣି ଆନନ୍ଦ କହିବେ, ଆଦର୍ଶ, ଆଜି ସମସ୍ତଙ୍କ ସାମ୍ନାରେ ମୁଁ ଆଜି ଗୋଟେ ଆନାଉନ୍ସମେଣ୍ଟ କରିବାକୁ ଚାହୁଁଛି। କାଲି ପରଠୁ ମୁଁ ବି ପବ୍ଲିକ୍ ଲାଇଫରୁ ରିଟାୟାରମେଣ୍ଟ ନେବାକୁ ଚାହୁଁଛି। ଏଣିକି ବିଜନେସର ସବୁ ଦାୟିତ୍ୱ ଆଦର୍ଶ ହାତକୁ ମୁଁ ଦଉଛି। ଆଦର୍ଶ ଏବେ ମହାପାତ୍ର ଗ୍ରୁପ ଇଣ୍ଡଷ୍ଟ୍ରିର ସବୁ ଦାୟିତ୍ୱ ବୁଝିବ। ଆଉ ଯେତେବେଳେ ତାକୁ ନିହାତି କିଛି ଦରକାର ପଡ଼ିବ, ମୁଁ ଆଉ ବିନୋଦ ତେବେ ସାହାଯ୍ୟ କରିବୁ। ହାଁ। ତାପରେ ଆଦର୍ଶ କହିବେ, ନାଇଁ ବାପା, ମୁଁ ଏଥିରେ ରାଜି ନୁହଁ। ଆପଣ ଏମିତିରେ ରିଟାୟାରମେଣ୍ଟ ନେଇ ପାରିବେନି। ମୁଁ ଏକା ଏସବୁ କେମିତି କରିବି? ଦିସ୍ ଇଜ୍ ନଟ୍ ଫେୟାର ବାପା। ତାପରେ ଆନନ୍ଦ କହିବେ, ଆଦର୍ଶ, ୟୁ ଆର୍ ଫୁଲି ମ୍ୟାଚୁଆର୍ଡ ନାଓ। ତୋତେ ଏସବୁ ସମ୍ଭାଳିବାକୁ ପଡ଼ିବ। ତାପରେ ଆଦର୍ଶ କହିବେ, ବାପା, ମୁଁ ଯଦି ବିଜନେସ୍ ସମ୍ଭାଳିବି ତାହେଲେ ପଲ୍ଲବୀଙ୍କ ସହିତ ଟାଇମ୍ ସ୍ପେଣ୍ଡ କରିବା ପାଇଁ ମୁଁ ବିଲକୁଲ ବି ସମ୍ଭାଳି ପାରିବିନି। ତାପରେ ପଲ୍ଲବୀ କହିବେ, ବାବା, ଆଇ ଥିଙ୍କ ଆପଣ ଆଦର୍ଶଙ୍କ ସହିତ ଭାଇଙ୍କୁ ପାର୍ଟନର ବନେଇଦେଲେ କେମିତି ହୁଅନ୍ତା? ଆଦର୍ଶଙ୍କର ବୋଝ ହାଲକା ହେଇଯିବ ଆଉ ଭାଇଙ୍କୁ ବି ରେଗୁଲାର ବେସିସରେ କାମ ମିଳିଯିବ। ଆଇ ଆମ୍ ସିଓର ଭାଇ ଆଦର୍ଶ ସହିତ ମିଶି ଆମ ବିଜନେସ୍ ବହୁତ ଭଲ ଭାବରେ ସମ୍ଭାଳିବେ। ତାପରେ ଆଦର୍ଶ କହିବେ, ହଁ ପଲ୍ଲବୀ, ଏ ବହୁତ ଭଲ ଆଇଡିଆ। ମୋତେ ତମର ସଲ୍ୟୁସନ୍ ପସନ୍ଦ ଆସୁଛି। ତାପରେ ଆନନ୍ଦ କହିବେ, ମମତା, ବିନୋଦ, ଆରେ ତମେ 2 ଜଣ ଏମିତି ଇମୋସନାଲ ହେବା ଉଚିତ ନୁହଁ। ସତ କହିବାକୁ ଗଲେ ବିନୋଦ ପାଇଁ ଏ ବିଜନେସ୍ ଠିଆ ହେଇଛି। ତେଣୁ ଗୌର ତାର ପ୍ରାପ୍ୟ ପାଇବା ଉଚିତ। ତାପରେ ସମସ୍ତେ ଖୁସି ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ଏବେ କ'ଣ ଏମଏଲଏର ଝିଅ ଆସିବ କି ମହାପାତ୍ର ମେନସନକୁ? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।